ତ ଆସନ୍ତୁ ମାନେ ଦେଖିବା ଏ ସମୟରେ ଆଜି ଟପିକ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି। ଟପିକଟା ହଉଛି ଆମେ ସମସ୍ତେ ଆତ୍ମିକ ବୃଦ୍ଧି ପାଇଁ ବେଳେ ବେଳେ ପ୍ରାର୍ଥନା କରୁଛୁ। ଯେତେବେଳେ କୌଣସି ପାଳକୁ ଆସୁଛନ୍ତି ଆମେ ଯାଉଛୁ ଏବଂ କହୁଛୁ ଭାଇ ମୋ ପାଇଁ ଟିକେ ପ୍ରାର୍ଥନା କରିଦେବି କି ମୋର ଟିକେ ଆତ୍ମିକ ବୃଦ୍ଧି ହେବା ଦରକାର, ମୁଁ ଟିକେ ବଢିବାକୁ ଚାହୁଁଛି ନାଇଁ କି? ତ ଆଜି ଆମେ ଦେଖିବା ଆତ୍ମିକ ବୃଦ୍ଧି ହୁଏ କେମିତି। ପ୍ରାର୍ଥନା କରିବା ଦ୍ୱାରା ଆତ୍ମିକ ବୃଦ୍ଧି ହୁଏନି, ଏତେ ସହଜ ବିଷୟ ନୁହଁ। ଯଦି କେହି ପ୍ରାର୍ଥନା କରିଦେଲେ ଯଦି ଆତ୍ମିକ ବୃଦ୍ଧି ହେଇଯାଇଥାନ୍ତା ତାହେଲେ ବହୁତ ଭଲ ଥାନ୍ତା, କିନ୍ତୁ ସେମିତି ହୁଏନି। ସୋ ଆମେ ଯଦି ବର୍ତ୍ତମାନ ଶିକ୍ଷା କରିବା ଆତ୍ମିକ ବୃଦ୍ଧି ହୁଏ କେମିତି। ପ୍ରେଜ୍ ଦ ଲର୍ଡ। ଦେଖନ୍ତୁ ଯେତେବେଳେ କୌଣସି ନଦୀ ଗୋଟେ ପ୍ରବାହିତ ହଉଛି ଆଉ ଆପଣ ଦେଖ ଯେତେବେଳେ ବଢି ଆସେ ସେ ସମୟରେ ନଦୀର ସ୍ତରଟି ଜଳର ସ୍ତରଟି ବଢିଯାଏ। ଜଳର ସ୍ତରଟି ବଢିଗଲେ ଆମେ କହୁଛୁ ଯେ ବର୍ତ୍ତମାନ ନଦୀଟା ବୃଦ୍ଧି ପାଇଗଲା, ବଢିଗଲା, ବଢି ହେଲା। କାହିଁକି ବଢି ହେଲା ନା ତାର ସ୍ତରଟା ବୃଦ୍ଧି ପାଇଲା, ନଦୀର ସ୍ତର ଜଳର ସ୍ତର ବୃଦ୍ଧି ପାଇଲା। ଆତ୍ମିକ ବୃଦ୍ଧି ବି ସେମିତି ହୁଏ। ଯେତେବେଳେ ଆମ ଜୀବନ ମଧ୍ୟରେ ଆତ୍ମିକ ସ୍ତର ବା ଆତ୍ମିକ ବିଷୟ ସବୁ ବୃଦ୍ଧି ପାଏ ବା ଈଶ୍ୱରଙ୍କର ବିଷୟ ଯେତେବେଳେ ସବୁ ଆମ ଜୀବନରେ ବୃଦ୍ଧି ପାଏ, ଆଉ ସେ ବୃଦ୍ଧିଟା କଣ କରେ ଆମ ଜୀବନରେ ଆତ୍ମିକ ବୃଦ୍ଧିକୁ ଆସିଲା ବୋଲି ଆମେ କହିବା। ଆତ୍ମିକ ବୃଦ୍ଧି ହେଲା କେମିତି ନା ଦ ଥିଙ୍ଗସ୍ ଅଫ ଗଡ, ଐଶ୍ୱର ବିଷୟ ସବୁ, ଈଶ୍ୱରଙ୍କର ବିଷୟ ସବୁ ଯେତେବେଳେ ଆମ ଜୀବନରେ ଆଡ୍ ହେଇଯାଏ, ମିଶିମିଶି ଯାଏ, ସେଇ ସମୟରେ ଆମମାନଙ୍କର ଆତ୍ମିକ ବୃଦ୍ଧି ହେଇଥାଏ। ଆତ୍ମିକ ବୃଦ୍ଧି ପାଇଁ ଈଶ୍ୱରଙ୍କର ବିଷୟ କାହିଁକି ଆମମାନଙ୍କ ଠାରେ ଆଡ୍ ହେବାକୁ ପଡିବ, ମିଶିବାକୁ ପଡିବ? କାରଣ ଆପଣ ଦେଖନ୍ତୁ ଯେତେବେଳେ ମାନେ ଆଦମ ପାପ କଲେ, ଦିନ ଥିଲା ସେମାନେ ଈଶ୍ୱରଙ୍କର ସଙ୍ଗରେ ଥିଲେ, କିଛି ଅଭାବ ନଥିଲା, ସେମାନଙ୍କର ଆତ୍ମିକ ବୃଦ୍ଧିର ଆବଶ୍ୟକ ନଥିଲା ଆଦମ ବାବାଙ୍କର, କାରଣ ସେମାନେ ଐଶ୍ୱରତାରେ ପରିପୂର୍ଣ୍ଣ ଥିଲେ। ତେଣୁକରି ଆତ୍ମିକ ବୃଦ୍ଧିର କଥା ସେଇଠି ଉଠୁ ହିଁ ନଥିଲା, ଦରକାର ବି ନଥିଲା। କିନ୍ତୁ ମଣିଷର ପତନ ପରେ ବର୍ତ୍ତମାନ ଆମେ ଦେଖୁଛୁ ଆତ୍ମିକ ବୃଦ୍ଧିର ବିଷୟ ବାଇବଲ ଲେଖାଯାଉଛି। ପତନ ମାନେ କଣ? ଦିନେ ଈଶ୍ୱର ସହିତ ଥିଲା, ଐଶ୍ୱରିତାରେ ପରିପୂର୍ଣ୍ଣ ଥିଲା। ଯେତେବେଳେ ତାର ପତନ ହେଲା ସେ ଐଶ୍ୱରିତା ସବୁ ଚାଲିଗଲା। ଈଶ୍ୱର ଠାରୁ ଦୂର ହେଲା ପରେ ସେ ଐଶ୍ୱରିତା ବିଷୟ ସବୁ ତାଠାରୁ ଚାଲିଗଲା। ତେଣୁ ସେଟା ଯୋଉଟା ସେ ପଳେଇଥିଲା, ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଯୋଉମାନେ ଈଶ୍ୱରଙ୍କ ଠାରୁ ଦୂରରେ ଥିଲୁ, ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଆମମାନେ ବର୍ତ୍ତମାନ ତାଙ୍କର ନିକଟବର୍ତ୍ତୀ ହେଇଛୁ, ବା ଅନ୍ୟ କହିଗଲେ ବର୍ତ୍ତମାନ ଆମେ ପ୍ରଭୁଙ୍କ ସହିତ ମିଶି ଯାଇଛୁ। ପ୍ରଥମ କୋରିନ୍ଥୀୟ 6 ପର୍ବ ତାର 17 ପଦ ଲେଖାଯାଉଛି ଯେ ପ୍ରଭୁଙ୍କ ସହିତ ମିଳିତ ହୁଏ ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। ତ ବର୍ତ୍ତମାନ ଈଶ୍ୱରଙ୍କ ସହିତ ମିଶିଗଲା ପରେ, ଦୂରରେ ଥିଲୁ ବର୍ତ୍ତମାନ ମିଶିଗଲୁ, ମିଶିଲା ପରେ ଯେତିକି ପରିମାଣରେ ଈଶ୍ୱରଙ୍କର ବିଷୟ ସବୁ ଆମ ଭିତରେ ଆଡ୍ ହେଇଯିବ, ଆଜି ମନେକର 10% ଆଡ୍ ହେଲା, କାଲି 20% ଆଡ୍ ହେଲା, ତାପରେ ଧୀରେ ଧୀରେ 30 ହେଲା, 40 ହେଲା, ଏମିତି ଯେତେବେଳେ ଆଡ୍ ହେଇଯିବ, ମିଶିମିଶି ଯିବ, ଯେତେ ଈଶ୍ୱର ବିଷୟ, ଈଶ୍ୱରଙ୍କ ବିଷୟ ଆମ ଭିତରେ ଭର୍ତ୍ତି ହେବ, ଆମେ ସେତିକି ଆତ୍ମିକ ଜୀବନରେ ବୃଦ୍ଧି ପାଇବା। ପ୍ରେଜ୍ ଦ ଲର୍ଡ। ତେଣୁ ଏଇଟା ହଉଛି ଆମମାନଙ୍କ ମଧ୍ୟରେ ପ୍ରଶ୍ନ ଥିବା ଦରକାର ଯେ ପ୍ରଭୁଙ୍କୁ ଜାଣି ସାରିଲା ପରେ କୋଉ କୋଉ ବିଷୟ ସବୁ, କୋଉ କୋଉ ଆତ୍ମିକ ବିଷୟ ସବୁ ମୋ ଠାରେ ଯୋଡି ହେଇଛି। ଏ କଥା ଆପଣ ଦେଖିବେ ପିତର ଲେଖା ଅଛି, ଦ୍ୱିତୀୟ ପିତର ତାର 1 ପର୍ବରେ ଦ୍ୱିତୀୟ ପିତର 1 ପଦରେ ଯଦି ଆପଣ ପଢିବେ, ସେଠି କେତେଟା ବିଷୟକୁ ଯୋଡିବା କଥା ଲେଖାଯାଉଛି। 1 ପର୍ବର ତାର 5 ଏବଂ 6 ଯଦି ଦେଖିବେ, ଦ୍ୱିତୀୟ ପିତର 1 ପର୍ବ 5 ଏବଂ 6 ପଦ, ସେଠି ଲେଖା ଅଛି ଆପଣମାନେ ବର୍ତ୍ତମାନ ବିଶ୍ୱାସ କରିସାରିଲେ, ବିଶ୍ୱାସ କରିସାରିଲା ପରେ କଣଟା କରିବେ ନା ଲେଖା ଅଛି ଯୋଡିବାକୁ ପଡିବ, ଯୋଗ କରିବାକୁ ପଡିବ। ଲେଖାଯାଏ ଏହି କାରଣରୁ ତୁମେମାନେ ଅତି ଯତ୍ନ ସହକାରେ ତମମାନଙ୍କର ଯୋଉ ବିଶ୍ୱାସ ଅଛି ଯୀଶୁ ଖ୍ରୀଷ୍ଟଙ୍କ ପାଖରେ, ସେ ବିଶ୍ୱାସ ସହିତ ଅତି ଯତ୍ନ ସହକାରେ ସଦ୍ଗୁଣ, ସଦ୍ଗୁଣ ସହିତ ଜ୍ଞାନ, ଜ୍ଞାନ ସହିତ ସଂଯମ, ସଂଯମ ସହିତ ଧୈର୍ଯ୍ୟ, ଧୈର୍ଯ୍ୟ ସହିତ ଧର୍ମପରାୟଣତା,
ଧର୍ମପରାୟଣତା ସହିତ ଭାତୃସ୍ନେହ, ପୁଣି ଭାତୃସ୍ନେହ ସହିତ ପ୍ରେମ ଆଡ୍ କର ବା ଯୋଗ କର। ତ ଆମେ ଯେତେ these are the spiritual things, ଏଟା ସବୁ ଆତ୍ମିକ ବିଷୟ ସବୁ। ତ ଏ ଆତ୍ମିକ ବିଷୟ ଗୁଡାକୁ ଆମେ ଏଠି ଯେତିକି ଲିଷ୍ଟ ଅଛି ତାକୁ ଛାଡିକି ମଧ୍ୟ ଅନେକ ବିଷୟ ଲେଖା ହେଇଛି। ଉଦ୍ଧସ୍ତ ବିଷୟ, ଉଦ୍ଧସ୍ତ ବିଷୟ, ଆତ୍ମିକ ବିଷୟ, ଯେତେ ଏଇଗୁଡା ଆମେ ଜୀବନରେ ଆମର ବିଶ୍ୱାସ ସହିତ ମାନେ ଯୋଗ କରିବା, ଯେତିକି ଯୋଗ ହଉଥିବ ଆମେ ଆମର ସେତିକି ଆତ୍ମିକ ବୃଦ୍ଧି ଆମମାନଙ୍କର ଆମେ ପ୍ରାପ୍ତ କରୁଥିବା। ତେଣୁ 8 ପଦ ଲେଖା ଯାଉଛି, ଯଦି ଏଇସବୁ ବିଷୟ ଯୋଗ ହବ ନାହିଁ ଆମ ଜୀବନରେ, କୋଉଟା ନା ଅତି ଯତ୍ନ ସହକାରେ ଯଦି ସଦ୍ଗୁଣ, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭାତୃସ୍ନେହ, ପ୍ରେମ ଯଦି ଆମେ କେୟାରଫୁଲ ହେବା ନାହିଁ, ତାହେଲେ these are the attributes of God, ଏଟା ଈଶ୍ୱରଙ୍କର ଗୁଣ ସବୁ। ଏଇ ସବୁ ଐଶ୍ୱରିକ ଗୁଣ ସବୁ ଯଦି ଆପଣ ଦେଖିବେ, ଆପଣ ଯଦି ସେଇ ତାର 4 ପଦ ଯଦି ପଢିବେ, ଦ୍ୱିତୀୟ ପିତର 1 ପର୍ବ ତାର 4 ପଦ, ଏଟା ଲେଖା ଅଛି ଐଶ୍ୱରୀୟ ସ୍ୱଭାବ। ମୁଁ ପଢୁଛି, ତୋ ଦ୍ୱାରା ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ୍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହି ସବୁ ଦ୍ୱାରା ତୁମେମାନେ କୁଅଭିଳାଷର ଜାତ ଯୋଉ ବିନାଶ ଜଗତର ଅଛି ସେଥିରୁ ରକ୍ଷା ପାଇଁ ଏଇ ଶବ୍ଦଟା ଇମ୍ପୋର୍ଟାଣ୍ଟ, ଐଶ୍ୱରିକ ସ୍ୱଭାବର ସହଭାଗୀ ହୁଅ। ତ ଏ ଐଶ୍ୱରିକ ସ୍ୱଭାବଟା କଣ ନା ତଳେ ଲେଖା ହେଇଛି, ବିଶ୍ୱାସ ସହିତ ସଦ୍ଗୁଣ ଯୋଗ କର, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭାତୃସ୍ନେହ, these are the divine natures, ଐଶ୍ୱରୀୟ ସ୍ୱଭାବ। ତ ଏତିକି ଏଇ ଯୋଉ ଐଶ୍ୱର୍ଯ୍ୟ ସ୍ୱଭାବ ଅଛି, ୟାକୁ ଛାଡି ବାକି ବିଷୟ ମଧ୍ୟ ଅଛି। ଆପଣ ଯେତେ ଆକୁ ଆପଣଙ୍କ ଜୀବନରେ ମିଶେଇବେ, ଆଡ କରିଯିବେ, ଆପଣଙ୍କର ଆତ୍ମିକ ଜର୍ଣ୍ଣିରେ ଆପଣଙ୍କର ସେତିକି ବୃଦ୍ଧି ହୁଏ। ତେଣୁ ଆପଣ ଦେଖିବେ ଆଦମ ହବା ବୃଦ୍ଧି ପାଇବା ପାଇଁ ଗୋଟେ ଭୁଲ କାମ କଲେ। ସେମାନେ କହିଲେ ଆମେ ଈଶ୍ୱର ଭଳିଆ ହେଇଯିବୁ, ଆମେ ମଣିଷ ହେଇଛୁ, କିନ୍ତୁ ମଣିଷରେ ଆମେ ସାଟିସ୍ଫାଏ ନାହିଁ, ଆମେ କିଛି ଗୋଟେ ଆଡ୍ କରିବା। କଣ ଆଡ୍ କରିବା ନା ଯଦି ସଦ୍ ଜ୍ଞାନ ଦାୟକ ବୃକ୍ଷର ଫଳ ଖାଇଦେବା, ଯଦି ତା ଆମ ଜୀବନରେ ଆଡ୍ ହେଇଯିବ, ତାହେଲେ ଆମେ ଈଶ୍ୱର ଭଳିଆ ହେଇଯିବ, ଜ୍ଞାନ ଯୁକ୍ତ ହେଇଯିବ। ତ ଦେ ଆଡେଡ୍ ସମଥିଙ୍ଗ ବଟ୍ ଇଟ୍ ୱାଜ ଏ ନେଗେଟିଭ ଥିଙ୍ଗ। ସେମାନେ କିଛି ବିଷୟ ମିଶେଇଲେ ତାଙ୍କ ଜୀବନରେ, କିନ୍ତୁ ସେମାନେ ଯୋଉ ଫଳଟାକୁ ମିଶେଇଲେ ତାଙ୍କ ଲାଇଫରେ, ସେ ଫଳ ତାଙ୍କ ଜୀବନରେ ବୃଦ୍ଧି କରିବା ପରିବର୍ତ୍ତେ ଅବନତି କରିଥିଲା। ଠିକ ସେମିତି ଆପଣ ଆପଣଙ୍କ ଜୀବନରେ କଣଟା ଆଡ୍ କରୁଛନ୍ତି, ଭେରି ଇମ୍ପୋର୍ଟାଣ୍ଟ। କୋଉ ବିଷୟ ଆଡ୍ କରିବା ଦ୍ୱାରା, ଯୋଗ କରିବା ଦ୍ୱାରା ବୃଦ୍ଧି ହଉଛି, କୋଉ ବିଷୟ ତୁମ ଜୀବନରେ ଯୋଗ କରିବା ଦ୍ୱାରା ତମର ଅବନତି ଘଟୁଛି, ଭେରି ଇମ୍ପୋର୍ଟାଣ୍ଟ। ତେଣୁକରି ଲେଖା ଅଛି, ଇଟ୍ ଇଜ ନଟ୍ ଏ ଇଜି ଥିଙ୍ଗ, ସହଜିଆ ବିଷୟ ନୁହଁ। ତେଣୁକରି ପିତର କହୁଛନ୍ତି ଅତି ଯତ୍ନ ସହକାରେ ୟୁ ହାଭ୍ ଟୁ ଆଡ୍ ଦିସ୍ ଥିଙ୍ଗସ୍, ଅତି ଯତ୍ନ ସହକାରେ ଏସବୁ ମିଶେଇବ, ତମ ଜୀବନରେ ଯୋଗ କରିବ। ତେଣୁ ଆଜି ଆପଣମାନଙ୍କୁ ପ୍ରଶ୍ନ ପଚାରୁଛି, କଣ କଣ ସବୁ ଯୋଗ କରୁଛନ୍ତି ତମ ଲାଇଫରେ? କଣ କଣ ସବୁ ଭଦ୍ରାମୀ ଯୋଗ କଲେ, ସଂଯମ ଯୋଗ କଲେ, କଣ କଣ ସବୁ ଯୋଗ କରୁଛନ୍ତି? ନା ଖାଲି ବାକ୍ୟ ଶୁଣୁଛନ୍ତି, ଗୀତ ଗାଉଛନ୍ତି, ଚର୍ଚ୍ଚକୁ ଯାଉଛନ୍ତି, ଆଜ୍ଞାବହଟା ଯୋଗ କଲେ କି ନାହିଁ, କଥା ମାନିବାଟା ଯୋଗ କଲେ କି ନାହିଁ, ଈଶ୍ୱରଙ୍କ ଦାସ ଯଦି କିଛି କହିଲେ ତାଙ୍କ କଥାକୁ ମାନିବା ବିଷୟ ବି ଯୋଗ କଲେ କି ନାହିଁ? ଯୋଗ କରିନାହାନ୍ତି, ତାହେଲେ ଆପଣ ଏ ପର୍ଯ୍ୟନ୍ତ ଆପଣ ଆଗକୁ ବଢି ନାହାନ୍ତି, ଆପଣଙ୍କର ଆତ୍ମିକ ବୃଦ୍ଧି ହେଇପାରୁନି। ଫର ଏକ୍ସାମ୍ପଲ, ଅଧିକାଂଶ ଖ୍ରୀଷ୍ଟିଆନ ଆଜିକାଲି ଆପଣ ଦେଖିବେ ପେସେଣ୍ଟ ଭଳିଆ, ଯଦି ପେସେଣ୍ଟ ଖାଲି ଖାଇଦିଏ ଏବଂ ଖଟରେ ସବୁ କିଛି କରିଦିଏ, କିନ୍ତୁ ସେ ତାର ଗ୍ରୋଥ ହୁଏନି, ତାର ଅବନତି ଘଟୁ। ସେ ଖାଉଛି କିନ୍ତୁ ତାର ଗ୍ରୋଥଟା ହଉନି। ତ ଅଧିକାଂଶ ଖ୍ରୀଷ୍ଟିଆନ ଲୋକ ସେମିତିଆ, ସେମାନେ ଆତ୍ମିକ ବିଷୟକୁ ଖାଆନ୍ତି କିନ୍ତୁ ତାଙ୍କର ବୃଦ୍ଧି ହୁଏନି, କାରଣ ସେମାନେ ତାକୁ ଯୋଗ କରନ୍ତି ନାହିଁ। And that is the problem. So ଦୁଇଟା କଥା ଅଛି, ଗୋଟେ ପଜିଟିଭ ନେଗେଟିଭ କଥା ଅଛି। ଯେମିତି ପଜିଟିଭଲି କହିଲି, ଯଦି ଆମେ ଐଶ୍ୱର୍ଯ୍ୟ ବିଷୟକୁ ଯଦି ଆମେ ଆଡ୍ କରିବା, ତାହେଲେ ଆମେ ଆଗକୁ ବଢିବା। ଯଦି ଆମେ ଆଉ କୌଣସି ବିଷୟ, ପ୍ରଭୁଙ୍କ ବିଷୟକୁ ଛାଡି ଆମ ଲାଇଫରେ ଆଉ କିଛି ଜାଗତିକ ବିଷୟକୁ ଆମେ ଯଦି ଭର୍ତ୍ତି କରିବା, ତାହେଲେ ଆମର ଅବନତି ଘଟିବ। ମନେ ରଖନ୍ତୁ, ଆପଣଙ୍କର ହୃଦୟ ହେଉଛି ଗୋଟେ ପ୍ରକାର ଚୁଇଙ୍ଗମ୍। ଆମେ ଚୁଇଙ୍ଗମ୍, ତ ଆମମାନଙ୍କର ହୃଦୟଟା ଗୋଟେ ଚୁଇଙ୍ଗମ୍ ଭଳିଆ।
ଆପଣ ଜାଣିପାରିବେନି ଯେ ଚୁଇଙ୍ଗମ୍ ମନେକର ଚୁଇଙ୍ଗମ୍ଟା ଆପଣଙ୍କ ପେଣ୍ଟରେ ଲାଗିଛି ଆପଣ ଜାଣିପାରନ୍ତି ଏବଂ ସେଠି କେତେ ବିଷ ଲାଗିଗଲା ଷ୍ଟିକ୍ ଲାଗିଯାଏ। ତ ୟୋର ଲାଇଫ୍ ଆପଣଙ୍କ ଜୀବନ ଗୋଟେ ଆପଣ ହାର୍ଟ ଆକ୍ଚୁଆଲି ହୃଦୟ ଚୁଇଙ୍ଗମ୍ ଭଳିଆ ଆଉ ସେଠି ଜଗତର ଅନେକ ବିଷ ଆସି ଲାଗିଯାଏ ଯୋଡ଼ି ହେଇଯାଏ ଆପଣ ଜାଣିପାରିବେ। ଦିନ ଥିଲା ଆପଣ ଭାବିବେ ଏଇଟା ମୋ ଲାଇଫରେ ନଥିଲା, ଏ ଚିନ୍ତାଧାରା ଏ ଅଭ୍ୟାସ ଏ ମାଇଣ୍ଡସେଟ୍ ଏସବୁ ତ ମୋର ନଥିଲା, ଆସିଲା କୋଉଠୁ? ଅନେକ ସମୟ ଆପଣ ଜାଣିକି ତାକୁ ଯୋଡ଼ିଥିବେ କିମ୍ବା ଅଜାଣତରେ ମନ୍ଦାତ୍ମ ବି ଯୋଡ଼ି ଦେଇଥିବେ। ସୋ ନିଜର ଜୀବନକୁ ସବୁବେଳେ ପ୍ରଭୁଙ୍କର ବାକ୍ୟ ମାଧ୍ୟମରେ ମାନେ ଏ ବେଶୀ ନାହିଁ, ଗୋଟେ 3 ମିନିଟ୍ ଦିନକୁ 3-4 ମିନିଟ୍ ବସିଗଲେ ନିଜକୁ ଚିନ୍ତା କରିବା କଣ ସବୁ ଯୋଡ଼ିଲା, ଏଇ ସପ୍ତାହରେ ସବୁ କଣ ସବୁ ଯୋଡ଼ିଲା, ଏଇ ମାସ ଭିତରେ ମୋ ଜୀବନରେ କଣ ସବୁ ଯୋଡ଼ି ହେଇଛି। ଐଶ୍ୱର୍ଯ୍ୟ ବିଷୟଟା ଯୋଡ଼ି ହେଲା ନା ମୋ ଭିତରେ ଜାଗତିକ ବିଷୟ କିଛି ଯୋଡ଼ି ହେଇଗଲା, କିଛି ମନ୍ଦ ବିଷୟ ଯୋଡ଼ି ହେଇଗଲା। ଯଦି ଆପଣ ମାନେ ତାକୁ ଧ୍ୟାନ ଦେବେ ତାହେଲେ ଆପଣଙ୍କର ଆତ୍ମିକ ବୃଦ୍ଧି ହେବ। ଆତ୍ମିକ ବୃଦ୍ଧିଟା ସହଜ ନୁହେଁ। ବାକ୍ୟ ଶୁଣିବା, ଚର୍ଚ୍ଚକୁ ଯିବା, ଗୀତ ଗାଇବା, ସୁସ୍ଥ ପାଇବା ଏଇଟା ସବୁ ଆତ୍ମିକ ବୃଦ୍ଧି ନୁହଁ। ଆଜି ଖ୍ରୀଷ୍ଟିଆନ ଲୋକମାନେ ଚର୍ଚ୍ଚକୁ ଆସନ୍ତି ନିଜର ସମସ୍ୟାର ସମାଧାନ ପାଇଁ। ଆତ୍ମିକ ବୃଦ୍ଧି ପାଇଁ ବହୁତ ଲୋକ ଜାଣନ୍ତି ନାହିଁ କି ବୋଧେ କି ତାଙ୍କୁ ଶିଖଉନାହାନ୍ତି ବୋଧେ। କାହିଁକି ଯାଉଛ ଚର୍ଚ୍ଚକୁ, କାହିଁକି ଯାଉଛ ପ୍ରାର୍ଥନାକୁ? ନା ଆମର ସମସ୍ୟା ଅଛି। ତେଣୁ ସମସ୍ୟାର ସମାଧାନ ହିଁ ହଉଛି ଚର୍ଚ୍ଚ ବା ମିଟିଂ। କିନ୍ତୁ ସ୍ପିରିଚୁଆଲ ଗ୍ରୋଥ ଆତ୍ମିକ ବୃଦ୍ଧି କଥା ଯଦି କହିବା ତାହେଲେ ବହୁତ ଲୋକ ସେଥିରେ ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଯଦି ଆପଣ ଯୀଶୁଙ୍କୁ ପଚାରିବେ ପ୍ରଭୁ ତମେ କଣ ଚାହୁଁଛ, ତ ପ୍ରଭୁ ଯୀଶୁ କହିବେ ଯେ ମୋର ପୁଅ ମାନେ ମୋ ଝିଅ ମାନେ ବଡ଼ ହୁଅନ୍ତୁ, ଖ୍ରୀଷ୍ଟ ତମ ଠାରୁ ମୂର୍ତ୍ତିବାନ ହୁଅନ୍ତୁ, ତୁମେ ପୂର୍ଣ୍ଣ ବୟସ୍କ ପ୍ରାପ୍ତ ହୁଅ, ତୁମେ ଶିଶୁ ପରି ନ ହୋଇ ପୂର୍ଣ୍ଣ ବୟସ୍କ ହୁଅ। ଏଟା ସବୁ ବାପର ଇଚ୍ଛା। ତ ଈଶ୍ୱରଙ୍କର ଇଚ୍ଛା ସେଇଟା ଯେ ଆଶୀର୍ବାଦ ତ କରିବାକୁ ଚାହାନ୍ତି, କରିବେ, କିନ୍ତୁ ତାଠୁ ବେଶୀ ବଡ଼ ଇଚ୍ଛା ଅଛି ଆମମାନେ କିପରି ବୃଦ୍ଧି ପାଇବା। ଯଦି ଆମେ ବୃଦ୍ଧି ପାଇବାନି ତାହେଲେ ଆମେ କାହାର ବି ଆମେ ହେଲ୍ପ କରିପାରିବା, ଆମେ କାହାର ସାହାଯ୍ୟ କରିପାରିବା। ଆମେ ନିଜେ ତ ଛୁଆ, ଅନ୍ୟ କେତେ ସାହାଯ୍ୟ କରିବ। ସୋ ଆଜି ମଣ୍ଡଳୀରେ ଛୁଆ ମାନେ ବହୁତ ଭର୍ତ୍ତି ହେଇଛନ୍ତି ଆଣ୍ଡ ତେଣୁକରି ମଣ୍ଡଳୀ ଯେତିକି ପ୍ରଭାବଶାଳୀ ହେବା କଥା ହେଇପାରୁନି। ଆପଣ ଯେତେ ଜାଗାରେ ଦେଖିବେ ବିଶ୍ୱାସୀ ମାନେ ଅନ୍ୟ ଲୋକ ଠାରୁ ପ୍ରାର୍ଥନା କରାଉଛନ୍ତି। ତମେ କେତେ ବର୍ଷ ଅନ୍ୟ ଲୋକ ଠାରୁ ପ୍ରାର୍ଥନା କରିବ? ତମ ନିଜ ଠାରେ ପ୍ରାର୍ଥନା ଯୋଗ ହେଇନି କି? ତମେ ନିଜେ କଣ ପ୍ରେୟର କରି ସୁସ୍ଥ ହେଇପାରିବନି? ତମେ ନିଜେ ପ୍ରାର୍ଥନା କଲେ କଣ ପ୍ରଭୁ ତମ କଥା କହିବେନି? ଦିନ ଥିଲା ତମେ ଛୋଟ ଛୁଆ ଥିଲ, ତେଣୁ ଅନ୍ୟର ପ୍ରାର୍ଥନା ନିର୍ଭର କରୁଥିଲ, ଅନ୍ୟ ଲୋକର ଭାବାଣୀ ନିର୍ଭର କରୁଥିଲ। ଠିକ ଅଛି, ଆରମ୍ଭରେ ସେଟା ଠିକ ଅଛି, କିନ୍ତୁ ଏତେ ବର୍ଷ ପରେ ଏବେ ବି ଅନ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରିବ? ଅନ୍ୟ ଜଣ ତମ ପାଇଁ ଭାବାଣୀ କହିବ, ତମେ ସ୍ୱୟଂ ପ୍ରଭୁ ସହିତ କଥା ଶୁଣିପାରୁନ? You see? ବିକଜ ଯୋଗ ହେଇପାରିଲାନି। ଆଜି ପର୍ଯ୍ୟନ୍ତ ପ୍ରାର୍ଥନା ଯୋଗ ହେଇପାରିଲାନି, ଈଶ୍ୱରଙ୍କ ଦାନ ଯୋଗ ହେଇପାରିଲାନି। ଏବେ ମଧ୍ୟ ଅନ୍ୟ ଲୋକ ଉପରେ ନିର୍ଭରଶୀଳ। ସୋ ତେଣୁ ଆତ୍ମିକ ଗ୍ରୋଥଟା ହଉନି। ଆତ୍ମିକ ବୃଦ୍ଧି କଣ ହୁଏ ନା ଆପଣଙ୍କ ଠାରେ ଯେତେବେଳେ ଈଶ୍ୱରଙ୍କ ବିଶ୍ୱାସ ବୃଦ୍ଧି ପାଏ, ଆପଣ ଅନ୍ୟମାନଙ୍କୁ ମଧ୍ୟ ଆତ୍ମିକ ଭାବରେ ଆଶୀର୍ବାଦ କରିପାରନ୍ତି। ପ୍ରେଜ୍ ଦ ଲର୍ଡ। ସୋ ଏଟା ହେଲା ଆତ୍ମିକ ବୃଦ୍ଧିର ପଜିଟିଭ କଥା ମୁଁ କହୁଛି। ଆଉ ଗୋଟେ ବିଷୟ ଆମେ ଦେଖିବା, ଆତ୍ମିକ ବୃଦ୍ଧିର ଆଉ ଗୋଟେ ଅର୍ଥ ଆପଣ ଦେଖିବେ। ଆମେ ଯେତେବେଳେ ପ୍ରଭୁଠାରୁ ଦୂରରେ ଥିଲୁ, ବର୍ତ୍ତମାନ ପ୍ରଭୁ ପାଖକୁ ଆସିଗଲୁ। ବର୍ତ୍ତମାନ ଆମ ପ୍ରଭୁଙ୍କ ସହ ସମ୍ପର୍କ ଅଛି। ଆତ୍ମାରେ ଆମମାନେ ନୂତନ ସୃଷ୍ଟି ହେଇଗଲୁ। ତଥାପି ଆମ ଆତ୍ମାରେ ନୂତନ ସୃଷ୍ଟି ହେଇଗଲୁ, କିନ୍ତୁ ଆମ ଭିତରେ ବହୁତ ଶାରୀରିକ ବିଷୟ ଗୁଡ଼ା ପରିତ୍ରାଣ ପାଇସାରିଲା ପରେ ମଧ୍ୟ ବହୁ ଜାଗତିକ ବିଷୟ ଗୁଡ଼ା ଥାଏ। ତେଣୁ ଆତ୍ମିକ ବୃଦ୍ଧିର ଆଉ ଗୋଟେ ଅର୍ଥ ହେଉଛି ଆପଣଙ୍କ ଜୀବନରୁ ଯେତେ ଜାଗତିକ ବିଷୟଟା ହଟିଯାଏ ବା ମାଇନସ୍ ହେଇଯାଏ, ଆପଣ ସେତେ ବୃଦ୍ଧି ପାଆନ୍ତି। ଯେତେବେଳେ ଯେଉଁ ସମୟରେ ନେଗେଟିଭ ବିଷୟ, ଶାରୀରିକ ବିଷୟ, ଜାଗତିକ ବିଷୟ ଆପଣଙ୍କ ଠାରୁ ହଟିଯାଏ, କଟିଯାଏ, ମାଇନସ୍ ହେଇଯାଏ, ସେଇ ସମୟରେ ଆପଣ ବୃଦ୍ଧି ପାଆନ୍ତି। ଏପଟେ ଦେଖିଲେ ଯେତେ ପଜିଟିଭ ଈଶ୍ୱରଙ୍କ ବିଷୟ ଯୋଗ ହଉଛି ଆପଣ ବୃଦ୍ଧି ପାଉଛନ୍ତି, ଏବଂ ଯେତେ ଜାଗତିକ ବିଷୟଟା ମାଇନସ୍ ହଉଛି ଆପଣ ବୃଦ୍ଧି ପାଉଛନ୍ତି। ତେଣୁ ଅନେକ ସମୟରେ ଆମ ଜୀବନରେ ଆମେ ଯେତେବେଳେ ପ୍ରଭୁ ପାଖକୁ ଆସୁଛୁ, ଆମେ ପ୍ରଭୁଙ୍କୁ ଆସିବା ସମୟରେ ଆମର ସମସ୍ତ ପରିସ୍ଥିତିକୁ, ଆମର ବ୍ୟାକଗ୍ରାଉଣ୍ଡକୁ ଆମେ ନେଇକି ପ୍ରଭୁ ପାଖକୁ ଆସୁଛୁ। ଆମର ପରିସ୍ଥିତି ପରିବର୍ତ୍ତନ ହଉନି,
ପୂର୍ବ ଭଳିଆ ଅଭ୍ୟାସ ଥାଇପାରେ, ପୂର୍ବ ଭଳିଆ ବନ୍ଧୁ ଥାଇପାରନ୍ତି, ପୂର୍ବ ଭଳିଆ ପରିସ୍ଥିତି ଥାଇପାରେ। ଆମେ ଆତ୍ମାରେ ପ୍ରଭୁଙ୍କୁ ଚିହ୍ନିଲୁ, କିନ୍ତୁ ତା ସହିତ ମଧ୍ୟ ଅନେକ ବିଷୟ ଆମ ଭିତରେ ଥାଏ। ତେଣୁ ଯେତେବେଳେ ଆମେ ପ୍ରଭୁଙ୍କ ପାଖକୁ ଆସୁଛୁ, ପ୍ରଭୁଙ୍କୁ ପ୍ରେମ କରିବାକୁ ଆରମ୍ଭ କରୁଛୁ, ପ୍ରଭୁଙ୍କୁ ସମସ୍ତେ ପ୍ରେମ କରୁଛୁ, ଆଉ ସେଇ ସମୟରେ ପବିତ୍ର ଆତ୍ମା ଆମକୁ ତାଙ୍କର ପ୍ରେମରେ ଆମକୁ ଲେଖା ଅଛି ହି କନଷ୍ଟ୍ରେନ୍ସ ଆସ୍, ତାଙ୍କ ପ୍ରେମରେ ଆମକୁ ବାଧ୍ୟ କରନ୍ତି କେତେଟା ବିଷୟ ଯୋଉଟା କି ଶାରୀରିକ ବିଷୟ ଯୋଉଟା କି ଆମେ ପୂର୍ବରୁ କରୁଥିଲୁ ପ୍ରେମ ହେତୁ, ଈଶ୍ୱରଙ୍କୁ ପ୍ରେମ କରୁଥିବା ହେତୁ ସେଗୁଡ଼ା ଆମେ କରିପାରୁନୁ କି କରିବାକୁ ଇଚ୍ଛା ହଉନି। ଇଚ୍ଛା ହେଲେ ମଧ୍ୟ ହଉନି, କାହିଁ ବୋଲି ଆମେ ବର୍ତ୍ତମାନ ଈଶ୍ୱରକୁ ପ୍ରେମ କରୁଛୁ। ତେଣୁ ଯୀଶୁ ବି କହିଲେ ଯଦି ତୁମମାନେ ମତେ ପ୍ରେମ କରୁଛ ତାହେଲେ ମୋର ବାକ୍ୟକୁ ମାନିବ। ତେଣୁ ଈଶ୍ୱରଙ୍କର ବାକ୍ୟକୁ କେମିତି ମାନିବ? ଡରେଇବା ଦ୍ୱାରା ମାନିବନି, ନରକର ଭୟ ଦେଖିଲେ କେହି ମାନନ୍ତି ନାହିଁ। ଈଶ୍ୱରଙ୍କର ବାକ୍ୟ କେବଳ ସେହି ବ୍ୟକ୍ତି ମାନିପାରିବ ଯିଏ ତାହାକୁ ପ୍ରେମ କରେ। ତେଣୁ ଯେତେବେଳେ ଆପଣ ଈଶ୍ୱରଙ୍କୁ ଯୀଶୁଙ୍କୁ ପ୍ରେମ କରିବାକୁ ଆରମ୍ଭ କରିବେ, ଆପଣ ଯଦି ଭୁଲ କରିଦିଅନ୍ତି ଆପଣ ଭିତରେ ଆପଣ କଷ୍ଟ ହଉଛି ନା, ଆପଣ ଜାଣିଲେ ମୁଁ ଏଇଟା କରିବା ଦ୍ୱାରା ପ୍ରଭୁଙ୍କୁ କଷ୍ଟ ଦେଲି, ତ ସେ ଯୋଉ ପ୍ରେମର ସମ୍ପର୍କ ଅଛି ସେ ସମ୍ପର୍କରେ ଆପଣଙ୍କୁ କଷ୍ଟ ଲାଗୁଛି। ଆଇ ହର୍ଟ, ମୁଁ ମୋର ପ୍ରଭୁଙ୍କୁ ଯିଏ ମତେ ପ୍ରେମ କରନ୍ତି, ମୁଁ ଯାହାଙ୍କୁ ପ୍ରେମ କରେ, ମୁଁ ଏଇ କାମ କରି ତାଙ୍କୁ କଷ୍ଟ ଦେଲି, ତ ସେଇ ପ୍ରେମ ଆପଣ କଣ କରେ? ପାୱାର ଦିଏ ଯେ ଭୁଲଟା ମୁଁ କରିବିନି, ଛାଡ଼ିଦେବି। ତେଣୁ ଆପଣ ଯେତେବେଳେ ଆତ୍ମିକ ଜୀବନରେ ଯୀଶୁଙ୍କ ସହିତ ଆପଣଙ୍କର ସାକ୍ଷାତ ହଉଛି, ସେ ସମୟରେ କଣ ହୁଏ ନା କିଛି ଆପଣ ଜୀବନରୁ ଚାଲିଯିବାକୁ ଆରମ୍ଭ କରେ। ନେଗେଟିଭ ବିଷୟ ଗୁଡ଼ା, ଜାଗତିକ ବିଷୟ, ଶାରୀରିକ ବିଷୟ ଧୀରେ ଧୀରେ ଗୋଟେ ପରେ ଗୋଟେ ବାହାରିଯାଏ। ଫର ଏକ୍ସାମ୍ପଲ, ଯୋଉମାନେ ବହୁତ ଗପ ମାରୁଥାନ୍ତି, ଅନ୍ୟମାନଙ୍କ ବିରୁଦ୍ଧରେ କଥା ହନ୍ତି, ଗସିପ୍ କରନ୍ତି, କର୍ଣ୍ଣଜପ କରନ୍ତି, ପ୍ରଭୁଙ୍କୁ ଜାଣି ସାରିଲା ପରେ ପ୍ରଭୁ ପରମେଶ୍ୱର କଣ କରନ୍ତି? ପବିତ୍ର ଆତ୍ମା ଧୀରେ ଧୀରେ ସେଇ ଗସିପ୍କୁ, ସେ କର୍ଣ୍ଣଜପ କରିବା, ଅନ୍ୟ ବିରୁଦ୍ଧରେ କଥା ହେବା, ଏଟା ସବୁ ଧୀରେ ଧୀରେ ଆପଣ ଜୀବନରୁ ବାହାରିଯାଏ। ଏବଂ ଟାଇମ୍ ଆସିବ ଯୋଉ ଜାଗାରେ ନିନ୍ଦକ ସଭାରେ ଆପଣ ଆଉ ବସି ପାରିବେ ନାହିଁ, ଯୋଉ ଜାଗାରେ ଅନ୍ୟ ନିନ୍ଦା ହଉଛି, ସେ ଏକ୍ସାମ୍ପଲ ଦଉଛି, ଆପଣ ବସି ପାରିବେନି। ଯଦ୍ୟପି ଗୋଟେ ବ୍ୟକ୍ତି ଭୁଲ କରିଛି, ତଥାପି ଯଦି କୌଣସି ବ୍ୟକ୍ତିର ନିନ୍ଦା ସେଠି ହଉଛି, ୟୁ ୱିଲ୍ ସେ ଆଇ ଆମ୍ ଗୋଇଂ, ମୁଁ ଯାଉଛି, ଆପଣମାନେ କଥା ହନ୍ତୁ, ପଳେଇ ଆସିବେ। ଦିସ୍ ଇଜ ହାଉ ୟୁ ଚେଞ୍ଜ। ଏବଂ ଅନେକ ସମୟରେ ଯେମିତି ଯକ୍ଷ ତାଙ୍କ ଜୀବନରେ ସେ ପଇସାକୁ, ଟଙ୍କାକୁ ପ୍ରେମ କରୁଥିଲେ, ତ କିନ୍ତୁ ଯୀଶୁ ଆସିଲେ ଅର୍ଥ ପ୍ରତି ତାଙ୍କର ଯୋଉ ପ୍ରେମ ଥିଲା ହଠାତ୍ ଉଭେଇଗଲା। ଯୋଉ ବ୍ୟକ୍ତି ଜୀବନ ସାରା ଅର୍ଥ ପଛରେ ଯାଇଛି, ସେ ବର୍ତ୍ତମାନ ସେ ଅର୍ଥକୁ ଛାଡ଼ିଦେଲା, ସେ 50% ଗରିବମାନଙ୍କୁ ଦେଇଦେଲା, ଯାହାଠୁ ଠକି ଆଣିଛି ତାକୁ 4 ଗୁଣ ମିଶିକି ତାକୁ ଫେରେଇ ଦେଲା, ସେ ଆଉ କଣ ତା ପାଖରେ ରହିଲା। ତେଣୁ ଅର୍ଥର ପ୍ରେମ ଯୋଉମାନଙ୍କ ପାଖରେ ଥାଏ, ଏଇଟା ମଧ୍ୟ ପ୍ରଭୁ କଣ କରନ୍ତି? ଧୀରେ ଧୀରେ କାଢି ଦିଅନ୍ତି। ଆଜି ଯଦି ପ୍ରଶ୍ନ ପଚାରିବା ପ୍ରଭୁ ଯୀଶୁଙ୍କ ପାଇସାରିଲା ପରେ ଅର୍ଥର ପ୍ରେମ, ଧନ ଲୋଭଟା ଗଲା କି ନାହିଁ, ନା ଯୋଗ ହଉଛି ନା ମାଇନସ୍ ହଉଛି? ପ୍ରେଜ୍ ଦ ଲର୍ଡ। ଯଦି ଯୋଗ ହଉଛି ତାହେଲେ ସମସ୍ୟା, ଯଦି ମାଇନସ୍ ହେଇକି ଯାଉଛି ଅର୍ଥର ଲୋଭ, ଧନ ଲୋଭ, ତାହେଲେ ଡେଫିନେଟଲି ଆପଣ ଆତ୍ମିକ ଜୀବନରେ ବଢୁଛନ୍ତି। ସେମିତିଆ କେତେ ଲୋକଙ୍କର ନ୍ୟାଚୁରାଲ ଗୁଣ ହଉଛି ଗର୍ବ କରିବା, ଟେମ୍ପର ମାରିବା, ତାଙ୍କର ନ୍ୟାଚୁରାଲ ଗୁଣ ସେଇଟା, ଗର୍ବ ଦେଖାନ୍ତି, ଟେମ୍ପର ମାରନ୍ତି। ତ ପ୍ରଭୁ ଯୀଶୁଙ୍କୁ ଜାଣି ସାରିଲା ପରେ ଧୀରେ ଧୀରେ ପ୍ରଭୁ କଣ କରନ୍ତି? ସେ ଗର୍ବକୁ ତା ଲାଇଫରୁ ମାଇନସ୍ କରିଦିଅନ୍ତି, ସେ ଟେମ୍ପରକୁ ତା ଲାଇଫରୁ ମାଇନସ୍ କରନ୍ତି। ମାଇନସ୍ ହେଇଛି କି ନାହିଁ, ଭେରି ଇମ୍ପୋର୍ଟାଣ୍ଟ। ସୋ ଯେତେବେଳେ ପ୍ରଭୁ ଏଇସବୁ ଧୀରେ ଧୀରେ ବାହାର କରନ୍ତି ଆପଣଙ୍କ ଜୀବନରୁ ମଇଳା ବିଷୟ ଗୁଡ଼ା, ସୋ ଆପଣଙ୍କ ଜୀବନରୁ ଯେତେ ସବୁ ମାଇନସ୍ ହୁଏ ସେତେ ଆପଣଙ୍କର ଗ୍ରୋଥ ହୁଏ। ପ୍ରେଜ୍ ଦ ଲର୍ଡ। ସୋ କହିବାକୁ ଗଲେ ଆମେମାନେ ପ୍ରତିଦିନ ଯୋଉମାନେ ଯୀଶୁଙ୍କ ସହିତ ଅଛନ୍ତି, ଯୀଶୁଙ୍କ ସହିତ ଚାଲୁଛନ୍ତି, ତାଙ୍କ ଜୀବନରେ ପ୍ରତିଦିନ କିଛି ନା କିଛି ବିଷୟ ବିୟୋଗ ହୁଏ, ମାଇନସ୍ ହୁଏ, ଚାଲିଯାଏ। ଯଦି ଯାଉନି ତାହେଲେ ଗ୍ରୋଥଟା ହଉନି। ଆପଣ ଦେଖିବେ ଆପଣମାନଙ୍କର ଯୋଉ ଚମଡ଼ା ଅଛି, ହାତର ଚମଡ଼ା, ଶରୀରର ଚମଡ଼ା ଅଛି, ସେ ଚମଡ଼ାର ଉପର ଭାଗଟା ପ୍ରତିଦିନ, ସେଠୁ ଉପର ଭାଗର ଚମଡ଼ା ପ୍ରତିଦିନ କଣ ହୁଏ? ତାକୁ ଝଡ଼ିଯାଏ। ତ ସେ ଚମଡ଼ା, ତାକୁ କହୁଛି ମୃତ, ଡେଡ୍ ସ୍କିନ୍, ମୃତ ଚର୍ମ। ମୃତ ଚର୍ମ କଣ ହୁଏ? ଏଭ୍ରିଡେ ଆପଣ ଭାବନ୍ତୁ, ପ୍ରତିଦିନ ମୃତ ଚର୍ମ କଣ ହଉଛି ନା ସେ ମୃତ କୋଷ ଗୁଡ଼ା
ଆପଣ ଶରୀର ଝଡ଼ି ପଡ଼ୁଛି ଏବଂ ନୂଆ କୋଷ ତିଆରି ହେଉଛି। ତେଣୁକରି ଆପଣଙ୍କ ଶରୀର ଭଲ ଅଛି। ଯଦି ସେ ପୁରୁଣା କୋଷ ରହିଯିବ ଆପଣଙ୍କ ସ୍କିନ୍ଟା ବହୁତ ଖରାପ ଦେଖାଯିବ। କିନ୍ତୁ ଈଶ୍ୱରଙ୍କ ଯୋଜନା କେମିତିଆ ଦେଖନ୍ତୁ, ଆପଣଙ୍କ ଶରୀରର ସ୍କିନ୍ରେ ଯୋଉ ଡେଡ୍ ସେଲ୍ଟା ପ୍ରତିଦିନ ସେଲ୍ ଗୁଡ଼ା ମରୁଛି, କୋଷ ଗୁଡ଼ା ମରୁଛି, ଚମଡ଼ା କୋଷ ମରୁଛି ଏବଂ ପ୍ରତିଦିନ ନୂଆ କୋଷ ତିଆରି ହେଉଛି। এই ପ୍ରକାର ଭାବରେ ଆପଣଙ୍କର ବୃଦ୍ଧି ହେଉଛି, ଆପଣ ଭଲ ଦେଖାଯାଉଛନ୍ତି। ଠିକ୍ ସେମିତିଆ ଗଛ ମଧ୍ୟ, ଆପଣ ଗଛ ଦେଖିବେ ପୁରୁଣା ପତ୍ର ଝଡ଼ିଲେ ନୂଆ ପତ୍ର ହେଉଛି, ଗଛର ଗ୍ରୋଥ ହେଉଛି। ଆମ ଲାଇଫଟା ସେମିତିଆ। ଆମ ଭିତରୁ ଯେତେ ଶୁଖିଲା ବିଷୟ, ଅଦରକାରୀ ବିଷୟ, ଜାଗତିକ ବିଷୟ, ଶାରୀରିକ ବିଷୟ ଯେତେ ମାଇନସ୍ ହବ, ଯେତେ ଝଡ଼ି ପଡ଼ିବ, ବାହାରି ଯିବ, ଆମେ ସେତେ ଆତ୍ମିକ ଜୀବନରେ ବୃଦ୍ଧି ପାଇବା। ଯୋଉମାନେ ପିତା ମାତା ଅଛନ୍ତି, ବାପା ମା ଅଛନ୍ତି, ବାପା ମାଙ୍କର ସବୁଠୁ ବଡ଼ ଇଚ୍ଛା କ'ଣ? ନା ମୋ ପିଲା ସବୁବେଳେ ପେଟେ ଖାଉ, ଭଲ ଡ୍ରେସ୍ ପିନ୍ଧିକି ବୁଲୁ, ଏଇଟା କ'ଣ ବାପା ମାଙ୍କର ଇଚ୍ଛା କି? ନା, ବାପା ମାର ଇଚ୍ଛା ଅଛି ମୋ ପୁଅ ଶରୀରରେ ବୃଦ୍ଧି ପାଉ, ଜ୍ଞାନରେ ମଧ୍ୟ ବୃଦ୍ଧି ପାଉ। They are always concerned about growth. ପିତା ମାତାଙ୍କର ସବୁଠୁ ବଡ଼ ଇଚ୍ଛା ହେଲା ମୋ ଛୁଆର ଗ୍ରୋଥ ହଉ, ବୃଦ୍ଧି ପାଉ, ଖାଲି ସେ ନଥାଉ, ବୃଦ୍ଧି ପାଉ। ଠିକ୍ ସେମିତିଆ ସ୍ୱର୍ଗସ୍ଥ ପିତାଙ୍କର ବି ସେଇ ଇଚ୍ଛା। He is not interested only to bless you. ସେ ଆପଣଙ୍କୁ ଖାଲି ଆଶୀର୍ବାଦ କରିବା ପାଇଁ ସେ ଇଣ୍ଟରେଷ୍ଟେଡ ନୁହନ୍ତି। He is interested in your growth. ସେ ଆପଣମାନଙ୍କର ବୃଦ୍ଧିରେ ଇଣ୍ଟରେଷ୍ଟେଡ ଅଛନ୍ତି। କିନ୍ତୁ ଆମ ଖ୍ରୀଷ୍ଟିଆନ ଲୋକ ଉଲ୍ଟା ବୁଝନ୍ତି। ଆମ ଖ୍ରୀଷ୍ଟିଆନ ଲୋକ ବୃଦ୍ଧି ପାଇବା ପାଇଁ ଚେଷ୍ଟା କରନ୍ତିନି, ସେମାନେ ବ୍ଲେସିଂ ପାଇବା ପାଇଁ ଯୀଶୁଙ୍କ ପାଖକୁ ଆସନ୍ତି। ଆଉ ଏଇଟା ଆଜିକାଲିର ବହୁତ ପ୍ରଚାରକ ମାନେ ସେମିତି କରିକି ଲୋକଙ୍କୁ ଠକିକିରି ଛୁଆ ବନେଇକି ରଖିଛନ୍ତି। Because they want blessing, not growth. ଲୋକମାନେ ବ୍ଲେସିଂ ଚାହୁଁଛନ୍ତି, ଆଶୀର୍ବାଦ ଚାହୁଁଛନ୍ତି, କିନ୍ତୁ ଆତ୍ମିକ ବୃଦ୍ଧି ଚାହୁଁନାହାନ୍ତି। ଆମେ ସେମାନେ ଭାବୁଛୁ, ଆପଣ ଆତ୍ମିକ ବୃଦ୍ଧି କିଏ ପାଇଛି? ନା ଯେ ହିଲିଂ କରୁଛି, ସୁସ୍ଥ କରୁଛି, ଯେ ଭଲ ବାକ୍ୟ କହୁଛି, ଯେ ଭବାଣୀ କହୁଛି, ଯେ ଦର୍ଶନ ଦେଖୁଛି, ସେ ଲୋକ ଆତ୍ମିକ ଜୀବନରେ ବୃଦ୍ଧି ପାଇଛି ବୋଲି ଭାବୁଥିବୁ, ସେଟା ବଡ଼ ମିଛ। ଆତ୍ମିକ ଜୀବନରେ କିଏ ବୃଦ୍ଧି ପାଇଛି? ଯାହା ଜୀବନରୁ ଜାଗତିକ ବିଷୟ ସବୁ ଝଡ଼ି ପଡ଼ିଛି, ମାଇନସ୍ ହେଇଯାଇଛି, ଈଶ୍ୱରଙ୍କ ବିଷୟ ସବୁ ବଢ଼ି ଯାଇଛି, ସେଇ ବ୍ୟକ୍ତିର ଆତ୍ମିକ ବୃଦ୍ଧି ଅଛି। ଆତ୍ମିକ ବୃଦ୍ଧି ଅଲଗା ଏବଂ ଆତ୍ମିକ ଦାନ ଅଲଗା। ଗୋଟେ ଛୁଆକୁ ମଧ୍ୟ ଆତ୍ମିକ ଦାନ ମିଳିପାରେ, ତା ମାନେ ନୁହେଁ ଯେ ଆତ୍ମିକ ବୃଦ୍ଧି ହେଇଛି। ଅନେକ ଲୋକମାନଙ୍କୁ ଦେଖୁଛି ଆଜିକାଲି, ଯୋଉମାନେ ଅବଶ୍ୟ ବାଛିବାକୁ ଚାହୁଁଛନ୍ତି, ଆତ୍ମିକ ବୃଦ୍ଧିରେ ଦେଖିପାରୁ, ଆତ୍ମିକ ଦାନ ଅଛି କିନ୍ତୁ ଆତ୍ମିକ ବୃଦ୍ଧି ନାହିଁ। ଭେରି ପ୍ରୋବ୍ଲେମାଟିକ, ବହୁତ ସମସ୍ୟା। ତେଣୁକରି ଓଡ଼ିଶାରେ, ଭାରତରେ ଏଗୁଡ଼ା ସବୁ ଅଛି। ମୁଁ ଆଜି ଗୋଟେ ବିଷୟ ଦେଖୁଥିଲି, ଈଶ୍ୱରଙ୍କ ଶକ୍ତି ସତ୍ୟ, ମାନେ ଯଦି ଆମେ କାହାକୁ ସ୍ପର୍ଶ କରିବା ପ୍ରଭୁଙ୍କର ପାୱାର ଅଛି, ସେ ବ୍ୟକ୍ତି ପଡ଼ିଯାଏ। ମୁଁ ପ୍ରାର୍ଥନା କଲି, ଲୋକ ପଡ଼ୁଛନ୍ତି, କିନ୍ତୁ ପକେଇବାଟା ଆମର ଇଣ୍ଟେନସନ ନୁହଁ, ପ୍ରଭୁଙ୍କ ଶକ୍ତିରେ ସେ ପଡ଼ିଯିବ। ମୁଁ ଆଜି ଗୋଟେ ଭିଡ଼ିଓ ଦେଖୁଥିଲି, ଗୋଟେ ଭାଇଟା କ'ଣ କରୁଛି, ସମସ୍ତଙ୍କୁ ଠିଆ କରେଇଲା 100-200 ଲୋକଙ୍କୁ, ଏବଂ ସମସ୍ତଙ୍କୁ କହିଲା ପରସ୍ପର ହାତ ଧରନ୍ତୁ, ହାତ ଉପରୁ ଉଠେଇକିରି ପରସ୍ପରକୁ ଧରିବ। ଯଦି ଲାଇନରେ ଲୋକ ଠିଆ ହେବେ, ହାତ ଉଠେଇକିରି ପରସ୍ପର ହାତକୁ ଧରିବେ, ତାହେଲେ ଯଦି ଜଣେ ପଡ଼ିଲା ସମସ୍ତେ ଆରାମସେ ପଡ଼ିଲେ। ଭିଡ଼ିଓ ଯାହା କରୁଥିବେ, ଭିଡ଼ିଓରେ କ'ଣ ଦେଖାଯିବ, ଆରେ କି ପାୱାର। ଏମିତି ପ୍ରାର୍ଥନା କଲେ ସମସ୍ତେ ପଡ଼ିଲେ, ଶହ ଶହ ଲୋକ ପଡ଼ିଲେ, କିନ୍ତୁ ସେ ପଡ଼ିବାର ଚେନ୍ ରିଆକ୍ସନ ସେଟା ଈଶ୍ୱରଙ୍କ ଶକ୍ତିରେ ପଡ଼ିନାହାନ୍ତି। ପରସ୍ପର ହାତ ଧରିଛନ୍ତି, ଜଣେ ପଡ଼ିଲେ ବାକି ପଡ଼ିଗଲେ। ଏଇଟା ହେଉଛି ବେବି, ଏଟାକୁ ଆତ୍ମିକ ଗ୍ରୋଥ କହନ୍ତି। ଏମାନେ ହେଉଛି ଛୁଆ। ତ ଏମିତିଆ ଛୁଆ ବହୁତ ଆଜିକାଲି ଅଛନ୍ତି, ଏବଂ ଲୋକମାନେ ଛୁଆମାନଙ୍କୁ ମଧ୍ୟ ପସନ୍ଦ କରନ୍ତି, ତାଙ୍କ ପଛରେ ଯାଆନ୍ତି, ତେଣୁକରି ଆତ୍ମିକ ଗ୍ରୋଥ ହଉନି। ଆଜି ଆପଣ ଯୋଉ ବାକ୍ୟ ଶୁଣୁଥିବେ, ଆପଣଙ୍କୁ ଲାଗୁଥିବ ଆପଣ କ'ଣ ଶୁଣୁଛନ୍ତି। ଏନିୱେ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତି। ତେଣୁ ଆମର ଯୋଉ ଗ୍ରୋଥ ଦରକାର, ତେଣୁ ବାଇବଲ ବହୁତ ଜାଗାରେ ଲେଖା ହେଇଛି, ଯେତେବେଳେ ମୁଁ ଶିଶୁ ଥିଲି, ଶିଶୁ ପରି କଥା ହଉଥିଲି, ଶିଶୁ ପରି ବ୍ୟବହାର କରୁଥିଲି, ଯେତେବେଳେ ଭୟ ପ୍ରାପ୍ତ ହେଲି, ଶିଶୁ ବିଷୟରୁ ପରିତ୍ୟାଗ କଲି, ଛାଡ଼ିଦେଲି, ମାଇନସ୍ କରିଦେଲି ଶିଶୁ ବିଷୟ ଗୁଡ଼ା। ଲେଖା ହେଇଛି କି ନାହିଁ? ପ୍ରଥମ କରିନ୍ଥିୟ 13 ଆମେ ଟିକେ ଦେଖିଦେବା। 13 ତାର 11 ପଦରେ, ପ୍ରଥମ କରିନ୍ଥିୟ 13:11, ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି, ବୟସ ପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟ ସବୁ ପରିତ୍ୟାଗ କଲି, ପରିତ୍ୟାଗ କଲି। ପ୍ରେଜ୍ ଦ ଲର୍ଡ।
सो एटा हला आत्मिक ग्रोथ दैट आई लेफ्ट समथिंग व्हिच इज नॉट नेसेसरी फॉर माय लाइफ जो जागतिक विषय गुड़ा अच्छे शिशु विषय ए सब जो थिला मो लाइफ रे जेमति थिंकिंग प्रोसेस मु विचार जेमतिया करतली कथा भी जेमति कहउतली शिशु भलिया जागतिक लोक भलिया मतलब बड़ हेली ग्रोथ हला मोर सब छाड़ देली ग्रोथ केम थिला तमरो ना तुम छाड़ देलो छाड़ी बदला तमरो ग्रोथ हो सो व्हेन समथिंग इज रिमूव्ड फ्रॉम अस there is progress whenever something is removed जेतेबेले कोनसी विषय हम थारु बाहरी जाए से समय हम माने आगो को बढ़ो प्रेज द लॉर्ड आपण भावंतु मो पय केते कष्ट हो मु आपण मान कहा गुण देखि के प्रचार करछि हाउ डिफिकल्ट इट इज केते कष्ट अमर भाई बसंत तन कर मु कहि परछि किंतु आपण मान समस्त मोबाइल टा ऑफ करि बसछन्ती मु कहा को वाक्य देबी मते आपण वाक्य दा गोडा छन्ती किंतु आपण कहार मुह मध्ये मु देखि पारलो से एटा आत्मिक ग्रोथ हमर हेनी आज आत्मिक ग्रोथ हे दांता त लागि आछन्ती वाक्य कोछन हम रुचि बसिबा आपण माने समस्त मोबाइल खुली बसतान तो आमर को ए सब जो रहुची एटा पे आपण का गाली करनी ओके डोंट मिसअंडरस्टैंड मी बट ग्रोथ दरकार सब विषय ग्रोथ आत्मिक ग्रोथ आवश्यक अछि सेठरा में बहुत विषय हम छाड़िया पड़े बहुत विषय हमको जो प्रेज द लॉर्ड सो परमेश्वर कोन करंदी ना जते बेले जदि आपण प्रभु पचारे प्रभु मोर जीवन आपण कोन करछुंदी प्रभु कहे भाई पुअटरे झियो तो जीवन रे मु मोर विषय सब ऐड करछि एवं जो दरकार सेटा बाहर कर दोछि दिस इज व्हाट आई एम डूइंग यदि आपण निज लाइफ को देखिबे गत वर्ष भितरे प्रभु तुम जीवन कोन करले होय तो ब्लेसिंग करनथिबे जागतिक ब्लेसिंग करनथिबे किंतु तुम जीवन रे केते भलो विषय को प्रभु जोग करथिबे मंद विषय को बाहर करथिबे सेटा होछि प्रभु को काम तेणु प्रभु ताको यीशु एई भाषा कहନ୍ତି जे प्रथमे मो राज्य एवं धर्मकता अन्वेषण करिवो ताले सब विष्णु जोगे दिया जाय प्रेज द लॉर्ड सो क्रिश्चियन लाइफ इज नॉट अबाउट ब्लेसिंग इज अबाउट ग्रोइंग इन द लॉर्ड क्रिश्चियन जीवन आशीष पाइबा जीवन में प्रभु ठारे बढ़िबा जीवन जो छुआटा बढ़िबो से छुआ को परमेश्वर दियंती बाइबल लिखा छै छुआ पिलाटे छोट थिबा समय रे तार सब अधिकार थिले मले अधिकार प्राप्त से हुई नि से छोट पिला ताको अधिकार कोन दिजो बले छुआटा बड़ हे जिवो तार अधिकार बेस्ता को दिया जाय आपण भाउजन आपण मागिले ही प्रभु देबे कि नाही आपण को अधिकार ऑलरेडी अछि आपण ईश्वर को संतान विश्वास करे प्रभु को पुत्र कन्या ले तो पो झर को अधिकार न थाए बाबा अधिकार अछि बाबा कहले मु देबी किंतु मो छोटा बड़ ही तो देबी तुम बड़ ही सब पाई जिवो किंतु हम लोग बड़ नै छुआ गिथे सो मागिया सो मत दे दे सब दे दे दिस इज द प्रॉब्लम के जण क्वेश्चन में कोन कोन कैन आई सी हैंड्स प्लीज हालेलुया सो आसंतो आज माने चेष्टा करिया एवं प्रभु जो प्रभु आमे प्रेम समस्त प्रेम करछु जो प्रभु से माने चालछु से प्रभु चाहंती जे परि हमर स्पिरिचुअल स्ट्रक्चर इंग्लिश रे कहले किबा ओडिया रे कहले जो आत्मिक स्तरटा कि आत्मिक आकार स्ट्रक्चर कहले आकार आत्मिक आकार टिके बढो एवं जो द्वारा कि माने प्रभु को आकार बढ़ले तो प्रभु को प्रकाशित करे छुआत को प्रकाशित करे सो द स्टैचर ऑफ क्राइस्ट हमर आत्मिक आकार प्रभु हमन को बढ़ांतु एवं हमन को अग्रगति हमन को वृद्धि हो माने प्रतिदिन प्रभु को किछि विषय हमर जीवन रे जोग करिवा अबाध्यता अछि गर्व अछि जहाँ भी शारीरिक विषय गुड़ा अछि पवित्र आत्मा के माध्यम रे ता गोटे गोटे हमर जीवन रो परमेश्वर बाहर करिवे एवं विल ग्रो इन द लॉर्ड आमे प्रभु ठारे आगे बढ़िबा प्रभु बाकर समस्त आशीर्वाद गॉड ब्लेस यू थैंक यू सो मच